କେହି ଯଦି ଜବରଦସ୍ତି କଳହ ସୃଷ୍ଟି କରିବାକୁ ଚାହୁଁଛି, ତେବେ ସେଠାରେ ନୀରବତା ହିଁ ସବୁଠାରୁ ଉଚିତ କାର୍ଯ୍ୟ ହେବ। କାରଣ ଯୁକ୍ତିରେ ଯୁକ୍ତି କଲେ ତାହା କମିବା ପରିବର୍ତ୍ତେ ବଢ଼ିଥାଏ। ତାପରେ ବି ଯେଉଁ ମଣିଷର ସ୍ୱଭାବ କଳି କରିବାର, ତାଙ୍କ ପାଇଁ ନିଜର ସମ୍ମାନ ନଷ୍ଟ କରିବା କଦାଚିତ୍ ଉଚିତ ନୁହେଁ। ଯେତିକି ଅଛି ସେତିକିରେ ଖୁସି ହୁଅ। ଅନ୍ୟକୁ ଦେଖି ଈର୍ଷା କରିଲେ ବଞ୍ଚିଥିବା ଖୁସି ସହ ଜୀବନର ଶାନ୍ତି ବି ଚାଲିଯିବ। ପରିଶ୍ରମ କରିବାରେ କେବେ ପଞ୍ଚକୁଞ୍ଚ ଦିଅନ୍ତୁ ନାହିଁ, କାରଣ ଆଜିର ପରିଶ୍ରମ ହିଁ ତୁମକୁ କାଲି ସଫଳତା ଦେବ। ସ୍ୱପ୍ନ ଆଉ ଅଭିଳାଷ ସବୁବେଳେ ବଡ଼ ହୋଇଥିବା ଦରକାର, ପରିସ୍ଥିତି ଯେପରି ବି ହୋଇଥାଉ ନା କାହିଁକି। ଗୋଟିଏ କଥା ମନେ ରଖ, ବନ୍ଧୁଗଣ, ଯିଏ ଅନ୍ୟର କଥା ତୁମ ପାଖରେ କହେ, ସେ ତୁମ କଥା ବି ଅନ୍ୟ ପାଖରେ ନିଶ୍ଚୟ କହୁଥିବ। ସବୁ ପ୍ରେମ କାହାଣୀ ଭୁଲ ବୁଝାମଣା ପାଇଁ ଭାଙ୍ଗି ନଥାଏ। କିଛି ପ୍ରେମ କାହାଣୀ ପରିବାରର ସମ୍ମାନ ପାଇଁ ଅଧୁରା ହୋଇ ରହିଯାଇଥାଏ। କ୍ରୋଧରେ ଥିଲାବେଳେ ଶବ୍ଦ ଏପରି ବ୍ୟବହାର କରିବା ଦରକାର କି ପରେ ଶାନ୍ତ ହେଲା ପରେ ଯେପରି ଅନୁତାପ କରିବାକୁ ନ ପଡ଼ିବ। କିଛି ଜିନିଷ ସମୟ ପୂର୍ବରୁ ମିଳିଲେ ମଣିଷ ତାର ମୂଲ୍ୟ ବୁଝିପାରେ ନାହିଁ, ଆଉ ସମୟ ପରେ ମିଳିଲେ ତାକୁ ମହତ୍ତ୍ୱ ଦିଏ ନାହିଁ। ସତ୍ୟ, ନିଷ୍ଠା, ନ୍ୟାୟ ଏବଂ ଜ୍ଞାନ ଯାହା ପାଖରେ ନାହିଁ, ସେ ମଣିଷ ନୁହେଁ, ପଶୁ ସହ ସମାନ ହୋଇଥାଏ। ସେହି ମଣିଷ ପାଇଁ କାନ୍ଦିବା ଭୁଲ ଯାହାକୁ ତୁମ ଲୁହର ମୂଲ୍ୟ କ'ଣ ଜଣା ନଥାଏ। ପରିଚୟ ସମସ୍ତଙ୍କ ସହ ରଖ, କିନ୍ତୁ ସମ୍ପର୍କ ଦେଖି ଚାହିଁ ବଢ଼ାଅ। ଭରସା ସମସ୍ତଙ୍କର ଜିତ, କିନ୍ତୁ ବିଶ୍ୱାସ କେବଳ ନିଜ ଉପରେ ରଖ। ଘରର କାନ୍ଥରେ ଫାଟ ସୃଷ୍ଟି ହେଲେ ତାକୁ ମରାମତି କରିବା ଦରକାର, ନହେଲେ ଘରର ମାଟିରେ ମିଶିଯିବାର ସମ୍ଭାବନା ଥାଏ। ସେହିପରି ଯଦି ସମ୍ପର୍କରେ ଫାଟ ସୃଷ୍ଟି ହୁଏ, ତାକୁ ସଜାଡ଼ିବା ଦରକାର, ନହେଲେ ସମ୍ପର୍କ ଭାଙ୍ଗିଯିବାର ସମ୍ଭାବନା ଥାଏ। ସବୁ ଭାବନାକୁ ବ୍ୟକ୍ତ କରିବା ପାଇଁ ଶବ୍ଦ ନଥାଏ, ସବୁ ଇଚ୍ଛାକୁ ପୂରା କରିବା ପାଇଁ ସାମର୍ଥ୍ୟ ନଥାଏ। ସେଥିପାଇଁ କିଛି ଦୋଷ ନଥାଇ ବି ବେଳେବେଳେ ଦୋଷୀ ହେବାକୁ ପଡ଼େ, ଆଉ କିଛି ଇଚ୍ଛାକୁ ମାରିଦେଇ ହସି ହସି ବଞ୍ଚିବାକୁ ହୁଏ। ଭାଗ୍ୟଶାଳୀ ସିଏ ନୁହେଁ ଯାହାକୁ ସବୁ କିଛି ଭଲ ମିଳିଥାଏ, ବରଂ ସିଏ ଯାହାକୁ କିଛି ବି ମିଳୁ ତାକୁ ଭଲରେ ରୂପାନ୍ତରିତ କରିଦିଏ। ପୁଅ ହେଉ କି ଝିଅ, ସମସ୍ତେ ପ୍ରେମ କରିବାକୁ ଚାହାନ୍ତି, କିନ୍ତୁ ପ୍ରେମରେ କେହି ପ୍ରେମର ନିୟମ ମାନନ୍ତିନି। ହୃଦୟକୁ ହୃଦୟରୁ ନ ଚିହ୍ନି ଶରୀରକୁ ଚିହ୍ନିବାକୁ ଚେଷ୍ଟା କରିନିଅନ୍ତୁ। ଧକ୍କା ପାଇଲା ପରେ ଶରୀରକୁ ଦୋଷ ନ ଦେଇ ବିଚରା ହୃଦୟ ଆଉ ପ୍ରେମକୁ ଦୋଷ ଦିଅନ୍ତି। ମୁଁ ଠିକ୍ ଅଛି, କାହାକୁ ବି କହିହେବ, କିନ୍ତୁ ଅସୁବିଧାରେ ଅଛି, ଏକଥା କହିବା ପାଇଁ କେହି ଜଣେ ଖାସ୍ ଲୋକ ଦରକାର। ମଣିଷର ମୁହଁ ଚିହ୍ନିବା ସହଜ, କିନ୍ତୁ ମୁହଁ ଦେଖି ଉଦ୍ଦେଶ୍ୟ ଜାଣିବା ବହୁତ କଷ୍ଟ। କାରଣ ଏଠି ମଣିଷଙ୍କର ଚେହେରାରେ ପଛରେ ଆଉ ଗୋଟିଏ ଚେହେରା ଲୁଚିକି ଥାଏ। ଏହି ଗୋଟିଏ ଭୁଲ ପ୍ରାୟ ସମସ୍ତଙ୍କ ହୋଇଥାଏ। ଆମକୁ ସତରେ ଭଲ ପାଉଥିବା ମଣିଷ ଆଉ ଭଲ ପାଇବାର ଅଭିନୟ କରୁଥିବା ମଣିଷକୁ ଚିହ୍ନିବାର ଭୁଲ ହୋଇଯାଏ। ଯିଏ ଅନ୍ଧାରକୁ ଅତି ପାଖରୁ ଦେଖିଛି, କେବଳ ସିଏ ହିଁ ବୁଝିପାରିବ ଯେବେ କିଛି ଦେଖାଯାଏ ସେତେବେଳେ କ'ଣ କ'ଣ ଦେଖାଯାଏ। ଖରାପ ନିଶା ଏବଂ ଖରାପ ଚରିତ୍ରର ବନ୍ଧୁ, ଯେବେ ଦୁଇଟି ଯାକ ଅଭ୍ୟାସ ଲାଗିଯାଏ, ମଣିଷ ଅଜାଣତରେ ବର୍ବାଦ ହୋଇଯାଏ। ଟଙ୍କା ବଡ଼ ଘର କିଣିପାରେ, କିନ୍ତୁ ଭଲ ପରିବାର ନୁହେଁ। ଟଙ୍କା ବିଛଣା କିଣିପାରେ, କିନ୍ତୁ ନିଦ ନୁହେଁ। ଟଙ୍କା ଘଣ୍ଟା କିଣିପାରେ, କିନ୍ତୁ ସମୟ ନୁହେଁ। ଟଙ୍କା ବହି କିଣିପାରେ, କିନ୍ତୁ ଜ୍ଞାନ ନୁହେଁ। ଶେଷରେ ଟଙ୍କା ବନ୍ଧୁ କିଣିପାରେ, କିନ୍ତୁ ସ୍ନେହ ଆଦର ନୁହେଁ। ଏହି ତିନି ପ୍ରକାରର ମଣିଷ ଅହଙ୍କାରୀ ହୋଇଯାଆନ୍ତି। ଏକରେ, ଯିଏ ପାଠ ନ ପଢ଼ି ଶିକ୍ଷିତ ହୋଇଯାଆନ୍ତି। ଦୁଇରେ, ଯିଏ ହୃଦୟରୁ ନୁହଁ ବରଂ ଚେହେରାରୁ ସୁନ୍ଦର ହୋଇଥାନ୍ତି। ତିନିରେ, ଯିଏ ବିନା ପରିଶ୍ରମରେ ବଡ଼ ହୋଇଯାଆନ୍ତି। ଏଠି ପ୍ରେମ ବହୁତ ମହଙ୍ଗା ଏବଂ ଘୃଣା ବହୁତ ଶସ୍ତା। ଯେଉଁ ସମ୍ପର୍କରେ ତୁମେ ବୋଝ ଭଳି ଅନୁଭବ କରୁଛ, ସେହି ସମ୍ପର୍କଠାରୁ ଦୂରେଇ ଯିବା ଭଲ। ଜବରଦସ୍ତିର ସମ୍ପର୍କଠାରୁ ଏକା ବଞ୍ଚିବାରେ ଅଧିକ ଆନନ୍ଦ ଥାଏ। ଜରୁରୀ ନୁହେଁ କି କିଏ କେବଳ କାହାକୁ ମିଠା ଖୁଆଇ ଖୁସି ବଣ୍ଟାଯିବ। କିଛି ପଦ ମିଠା କଥା କହି ମଧ୍ୟ ଅନ୍ୟ ଜୀବନରେ ମିଠା ଭରି ହେବ। ନୀରବ ରହିଲେ ହିଁ ଏହା ସହଜ ହେବ ଜାଣିବାକୁ କି କିଏ ଆପଣଙ୍କର ପ୍ରକୃତରେ ନିଜର। କେବେ ତାଙ୍କୁ ବି ଅଣଦେଖା କର ନାହିଁ ଯେ ତୁମକୁ ସତରେ ଅନ୍ତରରୁ ମହତ୍ତ୍ୱ ଦେଉଛି। ନହେଲେ ଏପରି ସମୟ ଆସିବ, ଜାଣିବ ତୁମେ ପଥର ଜମା କରୁ କରୁ ମୂଲ୍ୟବାନ ହୀରାକୁ ହଜେଇ ଦେଇଛ। ଯାହା ନ କରିପାରିବ ନିଶ୍ଚୟ ମନା କରିଦେବ, କିନ୍ତୁ କାହାକୁ ନିଜ ପାଇଁ ଅପେକ୍ଷା କରାଇବ ନାହିଁ। ଜୀବନରେ କେବଳ ସେହିମାନେ ସଫଳ ହୁଅନ୍ତି
ଯେ କଥାରେ କୁହନ୍ତିନି କାମରେ କରିକି ଦେଖାନ୍ତି। ମୁଁ ଏକ ଏପରି ଶବ୍ଦ ଯାହା ଅହଙ୍କାରକୁ ଜନ୍ମ ଦେଇଥାଏ ଏବଂ ଯିଏ ଏହାକୁ ଅଭ୍ୟାସ କରିନିଏ ତାର ପତନ ସୁନିଶ୍ଚିତ ହୋଇଥାଏ। ସିଏ ନିଜ ଘରେ ନିଜେ ହିଁ ନିଆଁ ଲଗାଇଥାଏ। ଯିଏ ଅନ୍ୟ ପାଖରେ ନିଜ ଘରର ଗୁମର କଥା ପ୍ରକାଶ କରିଥାଏ। ଲୋକ ଏଠି ଉପବାସ କେବଳ ଅନ୍ନ ଏବଂ ଜଳ ଉପରେ କରିଥାନ୍ତି, ଯେତେବେଳେ କି ନିଜ ମନ ଭିତରେ ଲୋଭ, ଈର୍ଷା, ଦ୍ୱେଷ, ଘୃଣା ଏବଂ ଖରାପ ବିଚାରକୁ ପାଳିଥାନ୍ତି। ଭାଗ୍ୟ ବି ତାଙ୍କରି ସାଥିରେ ଥାଏ, ଯେ ସଫଳତା ପାଇଁ ନିଜ ପଟୁ ପ୍ରଥମ ପଦକ୍ଷେପ ଯତ୍ନ ଏବଂ ସାହସ ସହ ଉଠାଇଥାଏ। ଭାଗବତ ଗୀତାର 5ମ ଅଧ୍ୟାୟର 17ତମ ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ କୁହନ୍ତି, ଯାହାର ମନ ଭଗବାନଙ୍କର କଥା ହିସାବରେ ଚାଲିଥାଏ, ଯାହାର ବୁଦ୍ଧି ତାଙ୍କୁ ଉଚିତ ମାର୍ଗରେ ନେଇଯାଇଥାଏ, ଯାହାର ଧ୍ୟାନ ସର୍ବଦା ସେହି ପରମାତ୍ମାଙ୍କ ଉପରେ ଥାଏ, ଏପରି ମନୁଷ୍ୟ କର୍ମର ବନ୍ଧନରୁ ଏବଂ ଜନ୍ମ ମୃତ୍ୟୁର ବନ୍ଧନରୁ ମୁକ୍ତ ହୋଇ ପରମାତ୍ମାଙ୍କ ପାଖରେ ଲୀନ ହୋଇଯାଏ। ଆକୁ ହିଁ ପରମଗତି କୁହାଯାଏ। ସେଥିପାଇଁ ସବୁବେଳେ ସତ୍ କର୍ମରେ ମଜି ରହି ଭଗବାନଙ୍କର ପ୍ରାର୍ଥନା କରନ୍ତୁ। ଅନନ୍ତ କୋଟି ସମୟ ମଧ୍ୟରେ ଆମର ଆୟୁଷ ଛୁଞ୍ଚି ମୁନଠାରୁ ମଧ୍ୟ କମ୍। ସେଥିପାଇଁ ପରମାତ୍ମାଙ୍କ ପାଇଁ କିଛି ସମୟ ନିଶ୍ଚୟ ବାହାର କରନ୍ତୁ। ତାଙ୍କ ଭକ୍ତିରେ, ତାଙ୍କ ଶ୍ରଦ୍ଧାରେ ନିଜକୁ ସମର୍ପଣ କରିଦିଅନ୍ତୁ। ଦେଖିବେ ଆପଣ ମଧ୍ୟ ପରମଗତି ପ୍ରାପ୍ତ କରିବେ। ବିନା ଜାତକ ମିଶେଇ, ବିନା ପ୍ରସ୍ତାବ ପକାଇ ଯେଉଁ ସମ୍ପର୍କ ବିନା ସ୍ୱାର୍ଥରେ ସାରା ଜୀବନ ବାନ୍ଧି ହୋଇ ରୁହେ, ତାଙ୍କୁ ହିଁ ବନ୍ଧୁତା କୁହାଯାଏ। ଯେପରି କୃଷ୍ଣ ସୁଦାମା। ସେ ଖାଦ୍ୟର ମୂଲ୍ୟ କ'ଣ ଯଦି ପେଟ ନ ପୁରେ? ସେ ଧନର ମୂଲ୍ୟ କ'ଣ ଯଦି ତାହା ସାହାଯ୍ୟରେ ନ ଆସେ? ସେ ବିଦ୍ୟାର ମୂଲ୍ୟ କ'ଣ ଯଦି ବିନମ୍ରତା ନଥାଏ? ସେ ଅସ୍ତ୍ରର ମୂଲ୍ୟ କ'ଣ ଯଦି ସାହସ ନଥାଏ? ସେ ରୂପର ମୂଲ୍ୟ କ'ଣ ଯଦି ଚରିତ୍ର ନଥାଏ? ସେ ଜୀବନର ମୂଲ୍ୟ କ'ଣ ଯଦି କାହା ଉପକାରରେ ନ ଆସେ? ଆପଣଙ୍କୁ ଯଦି ବିନା ମୂଲ୍ୟରେ ଅସରନ୍ତି ଧନ ଏବଂ ସଚୋଟର ସହ କର୍ମ ପାଇଁ ଅସରନ୍ତି ସାହସ ଦିଆଯାଏ, ତେବେ ଆପଣ କାହାକୁ ଚୟନ କରିବେ? ତେବେ ଚୟନ କରିବା ପୂର୍ବରୁ ଏହି ଉଦାହରଣକୁ ଥରେ ନିଶ୍ଚୟ ମନକୁ ଆଣିବେ। ଦୁର୍ଯ୍ୟୋଧନଙ୍କୁ ମଧ୍ୟ 10 ଲକ୍ଷ ନାରାୟଣୀ ସେନା ଏବଂ ଶ୍ରୀକୃଷ୍ଣଙ୍କ ମଧ୍ୟରୁ ଜଣକୁ ଚୟନ କରିବାକୁ ଥିଲା ଏବଂ ସେ 10 ଲକ୍ଷ ନାରାୟଣୀ ସେନାକୁ ଚୟନ କରିଥିଲେ। ଏହାର ପରିଣାମ ବିଷୟରେ ଆପଣ ସ୍ୱୟଂ ଅବଗତ ଥିବେ। ଯଦି ସେଦିନ ଦୁର୍ଯ୍ୟୋଧନ ଭଗବାନ ଶ୍ରୀକୃଷ୍ଣଙ୍କ ଚୟନ କରିଥାନ୍ତା, ତେବେ କୌରବ ବଂଶର କେବେ ନିପାତ ହୋଇନଥାନ୍ତା। ସେହିପରି ପ୍ରତ୍ୟେକ ମଣିଷ ଜୀବନରେ ଭଗବାନ ଏହି ଦୁଇଟି ବିକଳ୍ପ ନିଶ୍ଚୟ ଦେଇଥାନ୍ତି। ପ୍ରଥମଟି କର୍ମ କରି ଭଗବାନଙ୍କର ସାନ୍ନିଧ୍ୟ ପ୍ରାପ୍ତ କରିବା, ଧର୍ମ ଅର୍ଜନ କରିବା ଏବଂ ଦ୍ୱିତୀୟଟି ଅଧର୍ମ ବାଟରେ ଯାଇ ଧନ ଅର୍ଜନ କରିବା। ଯଦି ପ୍ରେମରେ ପୁଅଟିଏ ଏହି 3ଟି କାମ କରିବ, ତେବେ ଜାଣିଯାଅ କି ସେହି ପୁଅଟି ସଚ୍ଚା ପ୍ରେମ କରୁଛି। 1ରେ ଯାହାକୁ ଭଲ ପାଉଛି ତାର ଯତ୍ନ ନିଜଠାରୁ ଅଧିକ ନେବ। 2ରେ ପ୍ରେମିକାକୁ କଷ୍ଟରେ ଦେଖି ସେ ମଧ୍ୟ କାନ୍ଦି ପକାଇବ। 3ରେ କେବେ ବି ପୁରୁଷ ପଣିଆର ହକ୍ ଜାହିର ନ କରି ପ୍ରେମିକାକୁ ନାରୀର ଉଚିତ ସମ୍ମାନ ଦେବ। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ, ତାହେଲେ ନିଶ୍ଚୟ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେ ନାହିଁ। ଜୟ ଶ୍ରୀ କୃଷ୍ଣ।